ଦିନେ ସ୍ୱର୍ଗରେ ଚନ୍ଦ୍ର ଓ ତାଙ୍କ ପତ୍ନୀ ରୋହିଣୀ ଏକତ୍ର ବସି ଦୁଃଖ ସୁଖ ହେଉଥିଲେ। ପତ୍ନୀ ରୋହିଣୀ କହିଲେ, ହେ ନାଥ, ଶୁଣିଛି ମର୍ତ୍ତ୍ୟର ଅପରୂପ ଶୋଭା ଦେଖି ଦେବତାମାନେ ସେଠାରେ ଜନ୍ମଗ୍ରହଣ କରି ବିଭିନ୍ନ ନୀଳାଖେଳା କରି ପୁଣି ସ୍ୱର୍ଗକୁ ଫେରି ଆସୁଛନ୍ତି। ଆମେ ଦୁହେଁ ମର୍ତ୍ତ୍ୟରେ ଅବତରଣ କରି ସେଠାକାର ପ୍ରାକୃତିକ ଶୋଭାକୁ ଟିକିଏ ଉପଭୋଗ କରି ଫେରି ଆସିଲେ କେମିତି ହୁଅନ୍ତା? ଚନ୍ଦ୍ର କହିଲେ, ରୋହିଣୀ, ଯଦି ମର୍ତ୍ତ୍ୟର ମନୋରମ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମନ ବଳାଇଛ, ତେବେ ମୋର କୌଣସି ଆପତ୍ତି ନାହିଁ। ତେଣୁ ଦିନେ ଚନ୍ଦ୍ର ଓ ପତ୍ନୀ ରୋହିଣୀ ହିମାଳୟର ପାଦଦେଶରେ ଅବତରଣ କରି ବନସ୍ତରେ ବିଚରଣ କରିବାକୁ ଲାଗିଲେ। ନଦ ନଦୀ, ଝରଣା, ଫୁଲଫଳ, ପଶୁପକ୍ଷୀ, ଅଗନା ଅଗନି ବନସ୍ତ ଏସବୁକୁ ଦେଖି ସେମାନଙ୍କ ମନ ମୁଗ୍ଧ ହୋଇଯାଉଥାଏ। ମହା ଆନନ୍ଦରେ ସେମାନେ ବନବିହାର କରୁଥିବା ସମୟରେ ପ୍ରକୃତି ରାଣୀ ତାଙ୍କୁ ଅଭ୍ୟର୍ଥନା କରୁଥାନ୍ତି। କିଛି ଦୂର ଗଲା ପରେ ଦେଖିଲେ ଗୋଟିଏ ସୁନ୍ଦର ମନୋରମ ଆଶ୍ରମ। ଗର୍ଗ ଋଷି ସେହି ଆଶ୍ରମରେ କୁଟୀର ନିର୍ମାଣ କରି ତପସ୍ୟା କରୁଛନ୍ତି। ଚନ୍ଦ୍ର ଓ ରୋହିଣୀ ପ୍ରାକୃତିକ ଦୃଶ୍ୟରେ ଏଭଳି ବିଭୋର ହୋଇଯାଇଥାନ୍ତି ଯେ ଗଲାବେଳେ ଗର୍ଗ ଋଷିଙ୍କ ଆଶ୍ରମ ପ୍ରତି ତାଙ୍କର ଭ୍ରୂକ୍ଷେପ ନଥାଏ। କିଛି ବାଟ ଗଲା ପରେ ଗର୍ଗ ଋଷି ଧ୍ୟାନ ବଳରେ ଜାଣିପାରିଲେ ଯେ ଚନ୍ଦ୍ର ଓ ରୋହିଣୀ ତାଙ୍କୁ ଦର୍ଶନ ନ ଦେଇ ଚାଲି ଯାଉଛନ୍ତି। ଋଷିଙ୍କୁ ଏହା ଅସମ୍ମାନ ବୋଧ ହେଲା। ସଙ୍ଗେ ସଙ୍ଗେ ଋଷି ଚନ୍ଦ୍ର ଓ ରୋହିଣୀଙ୍କୁ ଅଭିଶାପ ଦେଲେ, ତୁମେ ମର୍ତ୍ତ୍ୟରେ ଜନ୍ମ ନେବ, ଆଉ ସ୍ୱର୍ଗକୁ ଯାଇପାରିବ ନାହିଁ। ଏହା ଶୁଣି ରୋହିଣୀ ଅନୁନୟ ବିନୟ ହୋଇ ଗର୍ଗ ଋଷିଙ୍କୁ ପ୍ରାର୍ଥନା କଲେ, ହେ ମହର୍ଷି, ଏ ଅଭିଶାପ ଫେରାଇ ନେଇ ଆମକୁ ମୁକ୍ତି ଦିଅନ୍ତୁ। ଋଷି ଏଥରେ ଅନିଚ୍ଛା ପ୍ରକାଶ କଲେ। କହିଲେ, ଋଷି ବାକ୍ୟ କେବେ ଟଳିବ ନାହିଁ। ଦ୍ୱିତୀୟ ଥର ରୋହିଣୀ ପୁନର୍ବାର ଅନୁରୋଧ କରିବାରୁ ଗର୍ଗ ଋଷି କହିଲେ, ତୁମେ ସ୍ୱର୍ଗରେ ଏକଲା ରହିବ। ଚନ୍ଦ୍ର ମର୍ତ୍ତ୍ୟରେ ଦ୍ୱାପର ଯୁଗରେ କୃଷ୍ଣ ଓ ବଳରାମ ଭଗ୍ନୀ ସୁଭଦ୍ରାର ପୁତ୍ର ରୂପେ ଜନ୍ମ ହୋଇ 14 ବର୍ଷ କାଳ ସେଠାରେ କଟାଇ ପୁତ୍ର ତୁମ ପାଖକୁ ଫେରି ଆସିବେ। ଏକଥା ସ୍ୱୟଂ ଭଗବାନ କୃଷ୍ଣ ଜାଣିଥିଲେ। ସୁଭଦ୍ରାଙ୍କୁ ଅର୍ଜୁନ ବିବାହ କରିଥିଲେ। ଅର୍ଜୁନ ଓ ସୁଭଦ୍ରାଙ୍କ ଔରସଜାତ ସନ୍ତାନ ଥିଲେ ଅଭିମନ୍ୟୁ, ଯିଏକି କୃଷ୍ଣ ଓ ବଳରାମଙ୍କ ଭଣଜା। 14 ବର୍ଷ ତାର ପରମାୟୁ। ଏ କଥା ଜାଣି କୃଷ୍ଣ ତାଙ୍କୁ ଯୁଦ୍ଧ ବିଦ୍ୟାରେ ପାରଙ୍ଗମ କରାଇଥିଲେ। କାରଣ ଆଗକୁ ମହାଭାରତ ଯୁଦ୍ଧ ଅବଶ୍ୟମ୍ଭାବୀ ଭାବି ଜାଣି ସେଥିରେ ଭାଗ ନେବା ପାଇଁ ଅଭିମନ୍ୟୁକୁ ସାହସ ଦେଉଥିଲେ। ମହାଭାରତ ଯୁଦ୍ଧ 12 ଦିନ ଅତିକ୍ରମ କରି ସାରିଥାଏ। ଭୀଷ୍ମ ଯୁଦ୍ଧ ଆରମ୍ଭରେ କୌରବମାନଙ୍କ ପକ୍ଷରୁ ଥିଲେ ପ୍ରଥମ ସେନାପତି। ପ୍ରିୟ ପୌତ୍ର ଅର୍ଜୁନଙ୍କ ଦ୍ୱାରା ଧରାଶାୟୀ। ଶରଶଯ୍ୟାରେ ପିତାମହ ଭୀଷ୍ମ। 12 ଦିନକୁ ଗୁରୁ ଦ୍ରୋଣ ପ୍ରଧାନ ସେନାପତି ଥାନ୍ତି କୌରବମାନଙ୍କର। ଯୁଦ୍ଧ ଅହରହ ଚାଲିଥାଏ। କୌରବମାନଙ୍କର ଅଧିକାଂଶ ସେନା ମୃତାହତ ହେଉଥାନ୍ତି। ମାତ୍ର ପାଣ୍ଡବ ପକ୍ଷର କୌଣସି ସେନା ମୃତାହତ ନ ହେବାରୁ ଦୁର୍ଯ୍ୟୋଧନ ଚିନ୍ତାରେ ପଡ଼ିଥାନ୍ତି। ହସ୍ତିନାର ସଭାରେ ବସିଥାନ୍ତି ଦୁର୍ଯ୍ୟୋଧନ। ଦୂତ ଆସି ଖବର ଦେଲା, ମହାରାଜ, ଆପଣଙ୍କ ମିତ୍ର କର୍ଣ୍ଣ ଆପଣଙ୍କୁ ସାକ୍ଷାତ କରିବା ପାଇଁ ଆସିଛନ୍ତି। ଦୁର୍ଯ୍ୟୋଧନ ସଙ୍ଗେ ସଙ୍ଗେ ଉଠି ଆସି ମିତ୍ରଙ୍କୁ ପାଛୋଟି ନେଲେ। ନିଜ ପାଖରେ ବସାଇଲେ। କର୍ଣ୍ଣ ପଚାରିଲେ, ମିତ୍ର ଦୁର୍ଯ୍ୟୋଧନ କାହିଁକି ମନ ଦୁଃଖ କଲା ଭଳି ମନେ ହେଉଛ? କାରଣ କ'ଣ କୁହ, ମୁଁ ତାର ପ୍ରତିକାର କରିବି। ଦୁର୍ଯ୍ୟୋଧନ କହିଲେ, ବନ୍ଧୁ କର୍ଣ୍ଣ, ଯୁଦ୍ଧ 10 ଦିନ ଅତିକ୍ରମ କରି ସାରିଲାଣି। ତଥାପି କୃଷ୍ଣଙ୍କ ବଳରେ ପାଣ୍ଡବ 5 ଭାଇ ଆମକୁ ବହୁତ ହଇରାଣ ହରକତ କରୁଛନ୍ତି। ପିତାମହ ଭୀଷ୍ମ ଶରଶଯ୍ୟାରେ। ତେବେ ଏ ଯୁଦ୍ଧକୁ ଆମେ ଜିତିବା କେମିତି? କର୍ଣ୍ଣ କହିଲେ, ବନ୍ଧୁ ଦୁର୍ଯ୍ୟୋଧନ, ତୁମ ଅସ୍ତ୍ରଗୁରୁ ଦ୍ରୋଣଙ୍କ ପାଖକୁ ଚାଲ। ଯଦି ସେ ସେନାପତିତ୍ୱ ଗ୍ରହଣ କରିବେ, ତେବେ ପାଣ୍ଡବମାନେ ନିଶ୍ଚୟ ପରାଜୟ ବରଣ କରିବେ। ଦୁର୍ଯ୍ୟୋଧନଙ୍କ ମନକୁ କଥାଟା ପାଇଲା। ସଙ୍ଗେ ସଙ୍ଗେ ଯାଇ ଗୁରୁ ଦ୍ରୋଣଙ୍କୁ କୌରବ ପକ୍ଷର ସେନାପତିତ୍ୱ ଗ୍ରହଣ କରିବା ପାଇଁ ଅନୁରୋଧ କଲେ। ଦ୍ରୋଣ କହିଲେ, ଦୁର୍ଯ୍ୟୋଧନ, ତୁମେ ଏ ଯୁଦ୍ଧରୁ ଓହରି ଯାଅ। ମାତ୍ର ଦୁର୍ଯ୍ୟୋଧନ ରାଜି ହେଲେ ନାହିଁ। ସେ କର୍ଣ୍ଣଙ୍କ ବଳରେ ଯୁଦ୍ଧ ଜିତିବା ପାଇଁ ସାହସ ଧରି ବସିଥାନ୍ତି। ଦ୍ରୋଣଙ୍କ କୌଣସି କଥାରେ ସେ ରାଜି ହେଲେ ନାହିଁ। ଯେହେତୁ ଦୁର୍ଯ୍ୟୋଧନଙ୍କର ଲୁଣ ଖାଉଛନ୍ତି, ତାଙ୍କର ଗୁଣ ଗାଇବାକୁ ହେବ। ତେଣୁ ଶେଷରେ ଦ୍ରୋଣ ଦୁର୍ଯ୍ୟୋଧନଙ୍କ କଥାରେ ରାଜି ହୋଇ କୌରବ ପକ୍ଷର ସେନାପତି ହେଲେ। ପରଦିନ ଯୁଦ୍ଧ ଆରମ୍ଭ ହେବା ମାତ୍ରେ କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ଘମାଘୋଟ ସଂଘର୍ଷ ଆରମ୍ଭ ହୋଇଗଲା। ପାଣ୍ଡବମାନଙ୍କର ସେନାମାନେ କୌରବମାନଙ୍କ ସେନା ଉପରେ ନିର୍ମମ ଭାବେ ଆକ୍ରମଣ କଲେ। କେତେ ହସ୍ତୀ, ଅଶ୍ୱ ଓ ପଦାତିକଙ୍କ ଯୁଦ୍ଧରେ ପ୍ରାଣ ଗଲା, ତାର କେହି ହିସାବ ରଖିପାରିଲେନି। ଶେଷରେ ସୂର୍ଯ୍ୟ ଅସ୍ତ ହେବାରୁ 12 ଦିନ ଯୁଦ୍ଧ ଶେଷ ହେଲା। କୌରବମାନେ ପରାଜିତ ହୋଇ ଶିବିର ଅଭିମୁଖେ ଫେରିଗଲେ। ବିଜୟୀ ପାଣ୍ଡବ ସେନା କୃଷ୍ଣ ଓ ଅର୍ଜୁନଙ୍କ ପ୍ରଶଂସା କରିବାକୁ ଲାଗିଲେ। ତହିଁ ପରଦିନ ଚିରାଚରିତ ପ୍ରଥାରେ ଦୁର୍ଯ୍ୟୋଧନ ପୁଣି ଦ୍ରୋଣଙ୍କ ପାଖରେ ପହଞ୍ଚି ଅଭିଯୋଗ ଆରମ୍ଭ କଲେ। ଏତେ ବଡ଼ ବଡ଼ ଯୋଦ୍ଧା ଆପଣଙ୍କ ସପକ୍ଷରେ ଥାଇ ଆପଣ ଯୁଧିଷ୍ଠିରଙ୍କୁ ବନ୍ଦୀ କରିପାରୁନାହାନ୍ତି। ଯୁଧିଷ୍ଠିର ଥରେ ଆପଣଙ୍କ ହସ୍ତରେ ବନ୍ଦୀ ହୋଇ ଆମ ପାଖକୁ ଆସିଗଲେ ନିଶ୍ଚୟ ସେ ଆମ ସହିତ ସନ୍ଧି କରିବେ।
ଏବଂ ଯୁଦ୍ଧରେ ଆମେ ବିଜୟ ଲାଭ କରିବୁ। କିନ୍ତୁ ଆପଣ ଆପଣଙ୍କର ପ୍ରତିଶ୍ରୁତି ରକ୍ଷା କରିପାରୁନାହାନ୍ତି। ଦ୍ରୋଣ କହିଲେ, ଦୁର୍ଯ୍ୟୋଧନ, ଯାହା ତୁମର ପ୍ରିୟ କାର୍ଯ୍ୟ କରିବା କଥା ମୁଁ ତୁମ ସପକ୍ଷରେ ଥାଇ ଏଯାବତ୍ ତାହା କରିଆସୁଛି। ମାତ୍ର ତୁମେ ଆଦୌ ମୋ କାର୍ଯ୍ୟରେ ସନ୍ତୁଷ୍ଟ ହେଉନାହଁ। କିନ୍ତୁ ତୁମେ ଜାଣ କି ନ ଜାଣ ମୁଁ ଜାଣେ ନା, ମାତ୍ର ଏ କଥା ସତ ଯେ ପର୍ଯ୍ୟନ୍ତ କୌଶଳ କରି ଅର୍ଜୁନକୁ ଯୁଦ୍ଧଭୂମିରୁ ଅନ୍ୟତ୍ର ନ ହଟାଇଛ, ସେ ପର୍ଯ୍ୟନ୍ତ ଯୁଧିଷ୍ଠିରକୁ ମୁଁ ବନ୍ଦୀ କରିପାରିବି ନାହିଁ। ମୁଁ ମୋର ରଣ କୌଶଳ ଓ ଶକ୍ତି ଖଟାଇ ଯୁଦ୍ଧ କରି ଆସୁଛି। ଅର୍ଜୁନକୁ ଯୁଦ୍ଧକ୍ଷେତ୍ରରୁ ଅନ୍ୟତ୍ର ନେଇଯିବା ତୁମର କର୍ତ୍ତବ୍ୟ। ଆଜି ଏପରି ଏକ ବ୍ୟୁହ ରଚନା କରିବି, ତାକୁ କେହି ଭେଦ କରିପାରିବେ ନାହିଁ। ମାତ୍ର ତୁମେ ଅର୍ଜୁନକୁ ଯୁଦ୍ଧଭୂମିରୁ ଦୂରେଇ ରଖିବାକୁ ପଡ଼ିବ। ସଙ୍ଗେ ସଙ୍ଗେ ଦୁର୍ଯ୍ୟୋଧନ ଚିନ୍ତା କଲେ। ସଂସତ୍ପକମାନଙ୍କ ସହିତ ଅର୍ଜୁନଙ୍କ ଯୁଦ୍ଧ ଲାଗି ରହିଥାଏ। ସଂସତ୍ପକମାନଙ୍କ ସହ ପାଣ୍ଡବମାନଙ୍କ ଶତ୍ରୁତା ଥାଏ। କାରଣ ଅଜ୍ଞାତ ବନବାସ ସମୟରେ ଅର୍ଜୁନ ବିରାଟ ରାଜାଙ୍କ ତରଫରୁ ଯୁଦ୍ଧ କରି ସଂସତ୍ପକମାନଙ୍କୁ ପରାସ୍ତ କରିଥିଲେ। ସେହି ଦିନଠାରୁ ସେମାନେ ପାଣ୍ଡବପୁତ୍ର ଅର୍ଜୁନଙ୍କ ଉପରେ ଭାରି ଖପା। ଏହି ସୁଯୋଗ ନେଇ ଦୁର୍ଯ୍ୟୋଧନଙ୍କ ପ୍ରରୋଚନାରେ ସଂସତ୍ପକମାନେ ଅର୍ଜୁନକୁ ଯୁଦ୍ଧଭୂମିକୁ ଆହ୍ୱାନ କଲେ। ଅର୍ଜୁନ କ୍ଷତ୍ରିୟ, ସେ କେବେ ଛାଡ଼ିବାର ନୁହେଁ। ସେ ସଂସତ୍ପକମାନଙ୍କ ଆହ୍ୱାନ ଗ୍ରହଣ କରି ଯୁଦ୍ଧଭୂମିର ବହୁ ଦୂରରେ ଯେଉଁଠାରେ ସଂସତ୍ପକମାନେ ଏକତ୍ରିତ ହୋଇଥିଲେ ସେଠାକୁ ରଥ ନେଇ ଚାଲିଗଲେ ଏବଂ ସେମାନଙ୍କ ମଧ୍ୟରେ ନାହିଁ ନଥିବା ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଏଣେ ଶକ୍ତିଶାଳୀ ଚକ୍ରବ୍ୟୂହ ରଚନା କରି ଦ୍ରୋଣ ପାଣ୍ଡବ ସେନାମାନଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ କଲେ। ହେଲେ କେହି ଏ ଚକ୍ରବ୍ୟୂହ ଭେଦ କରିବାକୁ ସମର୍ଥ ହେଲେ ନାହିଁ। ଭୀମ, ସାତ୍ୟକୀ, ଘଟୋତ୍କଚ, ଧୃଷ୍ଟଦ୍ୟୁମ୍ନ, ନକୁଳ, ସହଦେବ, ଶିଖଣ୍ଡୀ, ବିରାଟ, ଦ୍ରୁପଦ ଓ କୁନ୍ତଭୋଜ ଏତେ ବଡ଼ ବୀର ଥାଇ ବି କେହି ଚକ୍ରବ୍ୟୂହକୁ ଭେଦ କରିପାରିଲେ ନାହିଁ। ଏମାନେ କୌରବମାନଙ୍କର କୌଣସି କ୍ଷତି କରିପାରିଲେ ନାହିଁ। ବରଂ ଦ୍ରୋଣଙ୍କ ଆକ୍ରମଣରେ ପାଣ୍ଡବ ସେନା ଛିନ୍ ଭିନ୍ ହେବାକୁ ଲାଗିଲା। ଯୁଧିଷ୍ଠିର କହିଲେ, ଭୀମ, ଏ ଚକ୍ରବ୍ୟୂହକୁ ଆମେ କେମିତି ଭେଦ କରିବା? କାରଣ ଅର୍ଜୁନ ଆମ ପାଖରେ ନାହିଁ। ସେ ସଂସତ୍ପକମାନଙ୍କ ସହ ଯୁଦ୍ଧ କରିବାକୁ ବହୁ ଦୂରକୁ ଚାଲିଯାଇଛି। ସଙ୍ଗେ ସଙ୍ଗେ ଭୀମ କହିଲେ, ଜ୍ୟେଷ୍ଠ ଭ୍ରାତା, ମୁଁ ଚକ୍ରବ୍ୟୂହକୁ ଭେଦ କରି କୌରବ ସେନାକୁ ପରାଜିତ କରିବି। ଯୁଧିଷ୍ଠିର ମନା କଲେ। ଯୁଧିଷ୍ଠିର ବହୁ ଚିନ୍ତା କରି ଦେଖିଲେ କୃଷ୍ଣ ଓ ଅର୍ଜୁନଙ୍କ ପରି ଅଭିମନ୍ୟୁର ଶକ୍ତି, ସାହସ ଓ ଯୁଦ୍ଧ କୌଶଳ ବିଷୟରେ ଭଲ ଅଭିଜ୍ଞତା ଅଛି। ସେ ଏହାକୁ ପ୍ରତିହତ କରିପାରିବ। ମାତ୍ର ଅଭିମନ୍ୟୁ ଅଳ୍ପ ବୟସ୍କ। ଅର୍ଜୁନ ଏହା କରିପାରିଥାନ୍ତେ, ମାତ୍ର ସେ ଆମମାନଙ୍କ ନିକଟରେ ନାହିଁ। ତା ଛଡ଼ା ଦ୍ରୋଣଙ୍କର ଏହି ସୈନ୍ୟସଜ୍ଜା ଭେଦ କରିବାର ଶକ୍ତି ଆମର ନାହିଁ। ଯଦି ଆମେ ଯୁଦ୍ଧ କରି ଦ୍ରୋଣଙ୍କ ଦ୍ୱାରା ପରାଜିତ ହେବା, ତେବେ ଅର୍ଜୁନ ଆମକୁ ନିନ୍ଦା କରିବେ। ତେବେ ଆମେ କିପରି ଏପରି ସଂଶୟ ଦୂର କରିବା? ନିକଟରେ ଠିଆ ହୋଇଥିଲେ ଅଭିମନ୍ୟୁ। ସେ କହିଲେ, ମୁଁ ଏହା ଅନାୟାସରେ କରିପାରିବି। କାରଣ ଏହା ଚକ୍ରବ୍ୟୂହକୁ କିପରି ଭେଦ କରାଯାଇପାରିବ ସେ କଥା ମୁଁ ଜାଣେ। ମାତା ସୁଭଦ୍ରା ଶୋଇଥିବା ବେଳେ ପିତା ତାଙ୍କୁ ଏହାକୁ ଭେଦ କରିବାର କୌଶଳ ବର୍ଣ୍ଣନା କଲାବେଳେ ମୁଁ ମାତାଙ୍କ ଗର୍ଭରେ ଚେତନ ଅବସ୍ଥାରେ ସବୁ ଶୁଣିଥିଲି। ମାତ୍ର ଏ ବ୍ୟୁହରୁ କିପରି ବାହାରକୁ ଆସିବ, ତାହା ପିତା ବର୍ଣ୍ଣନା କଲାବେଳକୁ ମାତା ଘୋର ନିଦ୍ରାରେ ଶୋଇପଡ଼ିଥିଲେ। ତେଣୁ ମାତା ଶୁଣି ନ ପାରିବାରୁ ମୁଁ ମଧ୍ୟ ଶୁଣିପାରିଲି ନାହିଁ। ତେଣୁ ମୁଁ ଭିତରକୁ ପଶି ତାକୁ ଭେଦ କରିପାରିବି। ମାତ୍ର ମୋତେ ବିପଦ ପଡ଼ିଲେ ଆପଣମାନେ ମୋତେ ଉଦ୍ଧାର କରିବେ। ଯୁଧିଷ୍ଠିର କହିଲେ, ପୁତ୍ର, ତୁମେ ଚକ୍ରବ୍ୟୂହ ଭେଦ କରିବାର ବାଟ ଖୋଲିଦିଅ। ଆମେ ତୁମ ପଛେ ପଛେ ଯିବୁ, ତୁମକୁ ସହାୟ ହେବୁ। ତେଣୁ ଭୀମ କହିଲେ, ଅଭିମନ୍ୟୁ, ତୁମେ ଭୟ କର ନାହିଁ। ମୁଁ ତୁମ ପଛେ ପଛେ ଧୃଷ୍ଟଦ୍ୟୁମ୍ନ, ସାତ୍ୟକୀ, ପାଞ୍ଚାଳ, କୌଶଳ ଓ ମତ୍ସ୍ୟ ଦେଶର ବୀରମାନଙ୍କ ସହ ପ୍ରବେଶ କରିବି। ତୁମେ ଥରେ ସେ ବ୍ୟୁହ ଭେଦ କରିଦେଲେ ଆମକୁ ଆଉ କେହି ବାଧା ଦେଇପାରିବେ ନାହିଁ। ଅଭିମନ୍ୟୁ ଚିନ୍ତା କଲେ, ମୋର ପିତାଙ୍କ ନାମ ଅର୍ଜୁନ, ପୁଣି ମାମୁଙ୍କ ନାମ କୃଷ୍ଣ, ପୁଣି ଶ୍ରେଷ୍ଠ କ୍ଷତ୍ରିୟ କୁଳରେ ଜନ୍ମ। ଯେତେବେଳେ ସୁଯୋଗ ଆସିଛି ତାକୁ ହାତଛଡ଼ା କରିବାର ନୁହେଁ। ତା ଛଡ଼ା ସେ ଜଣେ ଶକ୍ତିଶାଳୀ ଯୋଦ୍ଧା। ଯୁଦ୍ଧ କୌଶଳ ତାଙ୍କୁ ଭଲ ଭାବରେ ଜଣା। ତେଣୁ ମୁଁ ନିଶ୍ଚୟ ଚକ୍ରବ୍ୟୂହ ଭେଦ କରି ଶତ୍ରୁପକ୍ଷଙ୍କୁ ପରାଜିତ କରିପାରିବି। ଏହା ଭାବି ଘୋଷଣା କଲେ ଯେ ମୁଁ ଯଦି ଚକ୍ରବ୍ୟୂହକୁ ଭେଦ ନ କରିପାରିବି, ତେବେ ମୁଁ ଅର୍ଜୁନ ଓ ସୁଭଦ୍ରାଙ୍କର ପୁତ୍ର ନୁହେଁ। ଏହା ଶୁଣି ଯୁଧିଷ୍ଠିର ଓ ଭୀମ ତାଙ୍କୁ ଯୁଦ୍ଧରେ ବିଜୟୀ ଲାଭ ପାଇଁ ଆଶୀର୍ବାଦ ଦେଲେ। ଅଭିମନ୍ୟୁ ଆଶୀର୍ବାଦ ନେଇ ଯୁଦ୍ଧକ୍ଷେତ୍ରକୁ ବାହାରିବା ବେଳେ ପତ୍ନୀ ଉତ୍ତରା ତାଙ୍କୁ ଯୁଦ୍ଧକୁ ନ ଯିବା ପାଇଁ ବାରଣ କଲେ। ଉତ୍ତରା କହିଲେ, ହେ ସ୍ୱାମୀ, ତୁମେ ଯୁଦ୍ଧକୁ ଯାଅ ନାହିଁ। ଯୁଦ୍ଧରେ ତୁମ ପିତା ନାହାନ୍ତି। ତା ଛଡ଼ା ସେଠାରେ ବହୁ ଶୂରବୀର ଉପସ୍ଥିତ। ତୁମେ ସେମାନଙ୍କୁ ମୁକାବିଲା କରିପାରିବନି। ତୁମର ଯୁଦ୍ଧକୁ ଯିବା କଥା ଶୁଣି ମୋତେ ଭୟ ଲାଗୁଛି। ଅଭିମନ୍ୟୁ କହିଲେ, ଉତ୍ତରା, ପତ୍ନୀ ଯାହାର ବୀରଙ୍ଗନା, ମାତା ଯାହାର ବୀର ପ୍ରସବିନୀ, ପିତା ଯାହାର ବିଶ୍ୱବିଜୟୀ, ମାତୁଳ ଯାହାର ଜଗତ ଜିତା, ସେ କ'ଣ ଯୁଦ୍ଧକୁ ଭୟ କରିବ? ତୁମେ ମୋତେ ବୀର ବେଶରେ ସଜାଇ ଦିଅ, ମୁଁ ଯୁଦ୍ଧକ୍ଷେତ୍ରକୁ ଯିବି। ସଙ୍ଗେ ସଙ୍ଗେ ଉତ୍ତରା ଅଭିମନ୍ୟୁକୁ ବୀର ବେଶରେ ସଜାଇ ଦେଲେ। ଆଉ କାଳ ବିଳମ୍ବ ନ କରି ଅଭିମନ୍ୟୁ ନିଜ ସାରଥୀ କେତନ ସୁମିତ୍ରକୁ ନେଇ ଦ୍ରୋଣଙ୍କର ଚକ୍ରବ୍ୟୂହ ଅଭିମୁଖେ ରଥକୁ ଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଲେ।
ଏହା ଶୁଣି ସାରଥୀ କହିଲେ, ଆୟୁଷ୍ମାନ ଅଭିମନ୍ୟୁ, ଆଚାର୍ଯ୍ୟ ଦ୍ରୋଣ ଜଣେ ଯଶସ୍ୱୀ ଯୋଦ୍ଧା। ତମ ଅପେକ୍ଷା ତାଙ୍କର ଅଭିଜ୍ଞତା ବେଶୀ। ପାଣ୍ଡବମାନେ ଯେଉଁ ଭାର ଆପଣଙ୍କୁ ଅର୍ପଣ କଲେ ତାହା ବୁଝି ବିଚାରି କଲେ ଭବିଷ୍ୟତରେ କୌଣସି ପ୍ରମାଦ ପଡ଼ିବ ନାହିଁ। ଅଭିମନ୍ୟୁ କହିଲେ, ହେ ସାରଥୀ, ତୁମେ ଭୁଲି ଯାଉଛ ଯେ ମୁଁ ଅର୍ଜୁନଙ୍କ ପୁତ୍ର ଆଉ କୃଷ୍ଣଙ୍କର ଭଣଜା। ସେ ଇନ୍ଦ୍ର ହୁଅନ୍ତୁ କି ଚନ୍ଦ୍ର ହୁଅନ୍ତୁ, ମୁଁ ଯୁଦ୍ଧରେ କାହାକୁ ଭୟ କରେ ନା। ତେଣୁ ତୁମେ ସେଠାକୁ ରଥ ଚାଳନା କର। ସାରଥୀ ଦ୍ରୁତ ଗତିରେ ରଥ ଚାଳନା କରି ଚକ୍ରବ୍ୟୂହ ପାଖରେ ପହଞ୍ଚିଲେ। ପାଣ୍ଡବ ଓ ସେମାନଙ୍କ ସେନାମାନେ ପଛେ ପଛେ ପହଞ୍ଚିଲେ। ଅଭିମନ୍ୟୁଙ୍କ ପ୍ରଚଣ୍ଡ ବେଗ ସହ ରଣ କୌଶଳ ଆଗରେ ଦ୍ରୋଣଙ୍କ ସେନାମାନେ ମଥିତ ହେଲେ ଏବଂ ସଙ୍ଗେ ସଙ୍ଗେ ଅଭିମନ୍ୟୁ ଚକ୍ରବ୍ୟୂହ ଭେଦ କରି ଭିତରକୁ ପ୍ରବେଶ କଲେ। ମାତ୍ର ତାଙ୍କ ପଛେ ପଛେ ଆସୁଥିବା ପାଣ୍ଡବ ଯୋଦ୍ଧାମାନେ ଭିତରକୁ ପ୍ରବେଶ କରିପାରିବେ ନାହିଁ, କାରଣ ସିନ୍ଧୁ ନରେଶ ଜୟଦ୍ରଥ ସେମାନଙ୍କୁ ଭିତରକୁ ପ୍ରବେଶ କରିବାରେ ବାଧା ଦେଲେ। ପାଣ୍ଡବମାନେ ସିନ୍ଧୁରାଜଙ୍କ ଦ୍ୱାରା ଆଘାତ ପ୍ରାପ୍ତ ହୋଇ ଚକ୍ରବ୍ୟୂହ ଭିତରକୁ ପ୍ରବେଶ କରିପାରିଲେ ନାହିଁ। ଅଭିମନ୍ୟୁ ପ୍ରବେଶ କରିବା ପରେ ଚକ୍ରବ୍ୟୂହ ପୁନଶ୍ଚ ବନ୍ଦ ହୋଇଗଲା। ପ୍ରବେଶ ଦ୍ୱାର ଦେଶରେ ଥିଲେ ସିନ୍ଧୁ ନରେଶ ଜୟଦ୍ରଥ। ପାଣ୍ଡବମାନେ ଦ୍ୱାର ଦେଶରେ ଜୟଦ୍ରଥଙ୍କ ଦ୍ୱାରା ପରାହତ ହୋଇ ରହିଲେ। ପ୍ରକୃତରେ ଏହାର କାରଣ ଟିକିଏ ଭିନ୍ନ ଥିଲା। ପାଣ୍ଡବମାନେ ବନବାସ କରୁଥିବା ବେଳେ ଦିନେ ଦ୍ରୌପଦୀଙ୍କୁ ଏକୁଟିଆ ପାଇ ସିନ୍ଧୁରାଜ ଜୟଦ୍ରଥ ତାଙ୍କୁ ଅପହରଣ କରିନେବା ସମୟରେ ପାଣ୍ଡବମାନଙ୍କ ଦ୍ୱାରା ଧରା ପଡ଼ିଥିଲେ। ଭୀମ ଏହି ସମୟରେ ଜୟଦ୍ରଥଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟତ ହେଉଥିବା ବେଳେ ଯୁଧିଷ୍ଠିର ଏହାକୁ ବାରଣ କଲେ, କାରଣ ସମ୍ପର୍କରେ ଜୟଦ୍ରଥ ଥିଲେ ସେମାନଙ୍କର ଭିଣୋଇ। ହଠାତ୍ ଦୁର୍ଯ୍ୟୋଧନଙ୍କର ଭଗ୍ନୀ ଦୁଃଶୀଳାଙ୍କ ପତି। ଯୁଧିଷ୍ଠିର ଜୟଦ୍ରଥଙ୍କୁ କ୍ଷମା କରିଦେଇଥିଲେ, ମାତ୍ର ଜୟଦ୍ରଥ ଏ ଅପମାନକୁ ଭୁଲି ନଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ସେ ମହାଦେବଙ୍କୁ କଠୋର ତପସ୍ୟା କରିଥିଲେ। କିଛି କାଳ କଠୋର ତପସ୍ୟା କଲା ପରେ ଶିବ ଜୟଦ୍ରଥଙ୍କୁ ଏହି ବର ଦେଇଥିଲେ ଯେ ତୁମେ ଦିନେ ଅର୍ଜୁନ ବ୍ୟତୀତ ଅନ୍ୟ ସମସ୍ତ ପାଣ୍ଡବଙ୍କୁ ଗୋଟିଏ ଦିନ ଯୁଦ୍ଧରେ ହରାଇଦେବ। ତେଣୁ ସେ ଦିନଟି ଥିଲା ପାଣ୍ଡବମାନଙ୍କ ପାଇଁ ଅଶୁଭ ସଂକେତ। ଅର୍ଜୁନ ବ୍ୟତୀତ ପାଣ୍ଡବ ଯୋଦ୍ଧାଗଣ ସେଇଥିପାଇଁ ଜୟଦ୍ରଥଙ୍କ ଦ୍ୱାରା ଚକ୍ରବ୍ୟୂହ ଦ୍ୱାରା ଦେଶରେ ପରାଜୟ ବରଣ କରି ଚକ୍ରବ୍ୟୂହ ଭିତରକୁ ପ୍ରବେଶ କରିପାରି ନଥିଲେ। ଚକ୍ରବ୍ୟୂହ ଭିତରକୁ ଅଭିମନ୍ୟୁ ପ୍ରବେଶ କରିବା ପରେ ଅଗ୍ନିରେ ଦଳ ଦଳ ପତଙ୍ଗ ପଡ଼ିବା ପରି ତାଙ୍କ ରଣ କୌଶଳ ଓ ଶରାଘାତରେ ଲକ୍ଷ ଲକ୍ଷ କୌରବ ସେନା ଧରାଶାୟୀ ହେଲେ। ଅଭିମନ୍ୟୁଙ୍କ ଶାଣିତ ଶରରେ ଅଶ୍ୱ, ହସ୍ତୀ, ଅଙ୍କୁଶ, ତୃଣ, ବର୍ମ, ପତାକା, ରଥ ଚକ ସବୁ କିଛି ଛିନ୍ନଭିନ୍ନ ହୋଇଗଲା। ଏପରି ହେଲା ଯେ କୌରବ ସେନା ଅଭିମନ୍ୟୁଙ୍କ ସହ ମୁକାବିଲା କରି ନ ପାରି ପଳାଇବାକୁ ଲାଗିଲେ। ଏହା ଦେଖି ଦୁର୍ଯ୍ୟୋଧନର କ୍ରୋଧର ସୀମା ରହିଲା ନାହିଁ। ସେ ସଙ୍ଗେ ସଙ୍ଗେ ଅଭିମନ୍ୟୁଙ୍କ ସହ ଯୁଦ୍ଧ ଆରମ୍ଭ କରିଦେଲା। ଅଭିମନ୍ୟୁର ପ୍ରଚଣ୍ଡ ଆକ୍ରମଣରେ ଦୁର୍ଯ୍ୟୋଧନର ମୃତ୍ୟୁ ସୁନିଶ୍ଚିତ ଜାଣି ଅଶ୍ୱତ୍ଥାମା, କୋପ, କର୍ଣ୍ଣ, ଶଙ୍କୁନି, ଶଲ୍ୟ, ଭୀମସେନ ଓ ଭୂରିଶ୍ରବା ଠିକ୍ ସମୟରେ ପହଞ୍ଚି ଦୁର୍ଯ୍ୟୋଧନକୁ ମୃତ୍ୟୁମୁଖରୁ ରକ୍ଷା କଲେ। ଆଉ ସମସ୍ତେ ମିଳିତ ହୋଇ ଅର୍ଜୁନପୁତ୍ର ଅଭିମନ୍ୟୁକୁ ଆକ୍ରମଣ କରିବାକୁ ଲାଗିଲେ। ମାତ୍ର ଅଭିମନ୍ୟୁର ଶରାଘାତ ଓ ପ୍ରଚଣ୍ଡ ରଣକୌଶଳ ଆଗରେ ସେମାନଙ୍କ ରଣକୌଶଳ ହାର ମାନିଲା। ଏକାକୀ ଅଭିମନ୍ୟୁ ଏକ ବିଶାଳକାୟ ଦ୍ରୁମ ପରି ଠିଆ ହୋଇ ଗୋଟିକ ପରେ ଗୋଟିଏ ଶର ନିକ୍ଷେପ କରିବାକୁ ଲାଗିଲେ। ଶଲ୍ୟ ଆହତ ହୋଇ ମୂର୍ଚ୍ଛିତ ହେଲେ। ତାଙ୍କ ଭାଇ ଆସି ଆକ୍ରମଣ କରିବାରୁ ସେ ଅଭିମନ୍ୟୁଙ୍କ ଦ୍ୱାରା ନିହତ ହେଲେ। ଏଭଳି ଅବସ୍ଥା ହେଲା ଯେ ଶେଷରେ କର୍ଣ୍ଣ, କୋପ, ଅଶ୍ୱତ୍ଥାମା, ଦୁର୍ଯ୍ୟୋଧନ, ଦୁଃଶାସନ, ଶଙ୍କୁନି, ଦ୍ରୋଣ ଆଦି ସମସ୍ତେ ଯୁଦ୍ଧରେ ନୀତିନିୟମ ଭାଙ୍ଗି ଅଭିମନ୍ୟୁକୁ ଆକ୍ରମଣ କରିବାକୁ ଲାଗିଲେ। ମାତ୍ର ଏଭଳି ଯୁଦ୍ଧରେ ଏକାକୀ ଅଭିମନ୍ୟୁର ରଣକୌଶଳ ଦେଖି ଦ୍ରୋଣାଚାର୍ଯ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ଆଖିରୁ ଆନନ୍ଦାଶ୍ରୁ ବହିବାକୁ ଲାଗିଲା। ସେ କୃପାଚାର୍ଯ୍ୟଙ୍କୁ କହିଲେ, ଏକାକୀ ଅଭିମନ୍ୟୁ ଇଚ୍ଛା କଲେ ସମସ୍ତ କୌରବ ସେନାକୁ ଧ୍ୱଂସ କରିଦେଇ ପାରିବ। ଏହା ଶୁଣି ଦୁର୍ଯ୍ୟୋଧନର ପ୍ରଚଣ୍ଡ କ୍ରୋଧ ହେଲା, କାରଣ ଦ୍ରୋଣଙ୍କର ଅର୍ଜୁନ ପୁତ୍ର ପ୍ରତି ଏଭଳି ପକ୍ଷପାତ ରହିବା ଠିକ୍ ନୁହେଁ। ଦ୍ରୋଣ ଇଚ୍ଛା କଲେ ସମସ୍ତଙ୍କ ସହ ଅଭିମନ୍ୟୁକୁ ପରାସ୍ତ କରିପାରିବେ, ମାତ୍ର ସେ ତାଙ୍କୁ ନିହତ ନ କରି ପ୍ରଶଂସା କରୁଛନ୍ତି। ଏହା ଶୁଣି ଦୁଃଶାସନ ଅଭିମନ୍ୟୁଙ୍କ ବିରୋଧରେ ଗର୍ଜି ଉଠିଲା। ଅଭିମନ୍ୟୁ ଦୁଃଶାସନକୁ ଦେଖି କ୍ରୋଧରେ ଜର୍ଜରିତ ହୋଇ ଉଠିଲା, କାରଣ ଦ୍ରୌପଦୀଙ୍କୁ କୁରୁସଭା ତଳେ ଏହି ଦୁଷ୍ଟ ଅପମାନ ଦେଇ ସମ୍ରଗ କୁରୁକୁଳକୁ ଧ୍ୱଂସମୁଖକୁ ଟାଣି ନେଇଥିଲା। ସଙ୍ଗେ ସଙ୍ଗେ ଅଭିମନ୍ୟୁର କାଳାଗ୍ନି ଶର ଦ୍ୱାରା ଦୁଃଶାସନ ମୂର୍ଚ୍ଛିତ ହେଲେ। ଏହା ଦେଖି କର୍ଣ୍ଣ କ୍ରୋଧ ସମ୍ବରଣ କରି ନ ପାରି ବହୁ ତୀକ୍ଷ୍ଣ ଶର ଅଭିମନ୍ୟୁଙ୍କ ଉପରେ ବର୍ଷଣ କଲେ। ଅଭିମନ୍ୟୁ ସେଥିରେ ସାମାନ୍ୟ ପୀଡ଼ିତ ହୋଇ ଆଦୌ ହତୋତ୍ସାହ ନ ହୋଇ ଏଭଳି ତୀର ମାରିଲେ ଯେ ସେଥିରେ କନକର ପତାକା ଓ ଧନୁ ରଥରୁ ଖସି ପଡ଼ିଲା। ବାରମ୍ବାର ପ୍ରଚଣ୍ଡ ବେଗରେ ଅଭିମନ୍ୟୁ ତୀର ମାରି କର୍ଣ୍ଣକୁ ଏପରି ଭାବରେ ପୀଡ଼ିତ କଲେ ଯେ କର୍ଣ୍ଣ ଯୁଦ୍ଧଭୂମି ଛାଡ଼ି ପଳାୟନ କଲେ। କନକର ଯୁଦ୍ଧଭୂମିରୁ ପଳାୟନ ଦେଖି କୌରବ ସେନାଙ୍କର ଯୁଦ୍ଧ କରିବା ପାଇଁ ଉତ୍ସାହ କମି ଆସିଲା। ଶୁଖିଲା ଘାସ ଅଗ୍ନିରେ ଜଳିବା ପରି କୌରବ ସେନା ଅଗ୍ନିରେ ଦଗ୍ଧ ହେବାକୁ ଲାଗିଲେ। ଏହା ଦେଖି ଅତି ବିଳାସ ଓ ମୁଖରେ ପାଳିତ ଦୁର୍ଯ୍ୟୋଧନର ପୁତ୍ର ଲକ୍ଷ୍ମଣ କୁମାର ଅଭିମନ୍ୟୁଙ୍କ ଉପରକୁ ଶର ବର୍ଷଣ କରିବାକୁ ଲାଗିଲା। ମାତ୍ର ଅଭିମନ୍ୟୁ କହିଲେ, ଲକ୍ଷ୍ମଣ କୁମାର, ଏଥର ତୁମେ ଶେଷଥର ପାଇଁ ତୁମ
ଅନିଷ୍ଟ ଚିନ୍ତା କର। ଏହା କହି ତାଙ୍କ ଉପରକୁ ଏପରି ଶର ନିକ୍ଷେପ କଲେ ଯେ ଲକ୍ଷ୍ମଣ କୁମାରର ଗଣ୍ଡି ମୁଣ୍ଡ ଦୁଇଖଣ୍ଡ ହୋଇଗଲା। ଏହା ଦେଖି ଦୁର୍ଯ୍ୟୋଧନର କ୍ରୋଧ ବଢ଼ି ଚାଲିଲା। ସେ ଆଉ କାଳ ବିଳମ୍ବ ନ କରି ଉପସ୍ଥିତ ରଥମାନଙ୍କୁ କହିଲେ, ଶୀଘ୍ର ଅର୍ଜୁନ ପୁତ୍ରକୁ ବଧ କର। ଏହା ଶୁଣି କର୍ଣ୍ଣ, ଦ୍ରୋଣ, କୂପ, ଅଶ୍ୱତ୍ଥାମା, କୃତବର୍ମା ଆଦି ମହାରଥୀମାନେ ଅଭିମନ୍ୟୁକୁ ଘେରିଗଲେ। ଏଥିରେ କିନ୍ତୁ ବୀର ଅଭିମନ୍ୟୁ ବିଚଳିତ ନ ହୋଇ ଅସୀମ ଧୈର୍ଯ୍ୟ ସହକାରେ ସେମାନଙ୍କ ଉପରକୁ ଶର ନିକ୍ଷେପ କରିବାକୁ ଲାଗିଲେ। ଅଭିମନ୍ୟୁର ଆଘାତରେ ଶଲ୍ୟ, ଶଙ୍କୁନି, କର୍ଣ୍ଣ, ଅଶ୍ୱତ୍ଥାମା ସମେତ ବଡ଼ ବଡ଼ ରଥମାନେ ବିଚଳିତ ହେବାକୁ ଲାଗିଲେ। ଶଙ୍କୁନି ଥିଲେ ବଡ଼ ଚତୁର। ସେ ଏହା ଦେଖି ଦୁର୍ଯ୍ୟୋଧନକୁ ପରାମର୍ଶ ଦେଲେ। ଶଙ୍କୁନି କହିଲେ, ଦୁର୍ଯ୍ୟୋଧନ, ଅଭିମନ୍ୟୁକୁ ତୁମେ ଜଣ ଜଣ କରି ଯୁଦ୍ଧ କଲେ ମାରିପାରିବ ନାହିଁ। ତୁମେମାନେ ସମସ୍ତେ ମିଳିତ ହୋଇ ଯୁଦ୍ଧର ନିୟମ ଭଙ୍ଗ କରି ଏକତ୍ର ଆକ୍ରମଣ କର, ତେବେ ନିଶ୍ଚୟ ଅଭିମନ୍ୟୁର ମୃତ୍ୟୁ ହେବ। ପାଖରେ ଥିଲେ କର୍ଣ୍ଣ। ସେ କହିଲେ, ଆମେ ସମସ୍ତେ ମିଳିତ ହୋଇ ଶରାଘାତ କରୁଛେ, ଅଥଚ ସେ ନିହତ ହେଉନାହିଁ। ଦ୍ରୋଣ ଏହାର ଉପାୟ ବତାଇ ଦିଅନ୍ତୁ। ଦ୍ରୋଣ କହିଲେ, ଅଭିମନ୍ୟୁ ହସ୍ତରେ ଧନୁର୍ବାଣ ଥିବା ପର୍ଯ୍ୟନ୍ତ କେହି ତାକୁ ବଧ କରିପାରିବେ ନାହିଁ। ଧନୁର୍ବାଣର ପରାକ୍ରମ ଓ ଶକ୍ତି ଅତୁଳନୀୟ। ସମସ୍ତେ ଏକତ୍ର ହୋଇ ଯଦି ଏହି ଧନୁକୁ ଖଣ୍ଡ ଖଣ୍ଡ କରିଦେଇ ଆଉ ତାଙ୍କର ପାଖରେ ଥିବା ସାରଥୀ ଓ ଅଶ୍ୱମାନଙ୍କୁ ମଧ୍ୟ ଏକା ସଙ୍ଗରେ ନିହତ କଲେ ଅଭିମନ୍ୟୁର ନିଧନ ନିଶ୍ଚୟ ହେବ। ଦ୍ରୋଣ ଓ ଶଙ୍କୁନିଙ୍କଠାରୁ ପରାମର୍ଶ ପାଇ କର୍ଣ୍ଣ ସଙ୍ଗେ ସଙ୍ଗେ ଅଭିମନ୍ୟୁଙ୍କ ଶରାସନକୁ ଛେଦନ କଲେ। କୂପାଚାର୍ଯ୍ୟ ସାରଥୀଙ୍କୁ, କୃତବର୍ମା ଅଶ୍ୱକୁ ନିହତ କଲେ। ସପ୍ତ ରଥୀମାନେ ଯଥା ଦୁର୍ଯ୍ୟୋଧନ, ଦୁଃଶାସନ, ଦ୍ରୋଣ, କର୍ଣ୍ଣ, କୂପ, ଶଙ୍କୁନି ଓ ଅଶ୍ୱତ୍ଥାମା ଏକତ୍ର ମିଳିତ ଭୀଷ୍ମ କରିଥିବା ଯୁଦ୍ଧର ନିୟମକୁ ଭଙ୍ଗ କରି ଧୃଷ୍ଟଦ୍ୟୁମ୍ନଙ୍କ ସର୍ତ୍ତକୁ ଭାଙ୍ଗି ଅନ୍ୟାୟ ଭାବେ ଏକସଙ୍ଗେ ଆକ୍ରମଣ କରି ଅଭିମନ୍ୟୁ ଉପରକୁ ଲମ୍ଫ ପ୍ରଦାନ କଲେ। ଏଥିରେ ମଧ୍ୟ ଅଭିମନ୍ୟୁ ବିଚଳିତ ନ ହୋଇ ସେମାନଙ୍କ ଉପରକୁ ଅସ୍ତ୍ର ଚାଳନା କଲେ, ମାତ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଲେ ନାହିଁ। କାରଣ ଏକା ସଙ୍ଗରେ ଆକ୍ରମଣ ହେବାରୁ ସେ କାହାକୁ ଲକ୍ଷ୍ୟ କରିବେ ତାହା ସ୍ଥିର କରିପାରିଲେ ନାହିଁ। ଏହି ସମୟରେ ଦ୍ରୋଣ ଅଭିମନ୍ୟୁର ଖଡ୍ଗକୁ ଓ କର୍ଣ୍ଣ ଢାଲକୁ ଛେଦନ କଲେ। ତଥାପି ଅଭିମନ୍ୟୁ ଏକ ରଥର ଚକକୁ ଯୁଦ୍ଧାସ୍ତ୍ର ରୂପେ ବ୍ୟବହାର କରି ସପ୍ତ ରଥୀମାନଙ୍କ ସହ ଯୁଦ୍ଧ ଆରମ୍ଭ କରିଦେଲେ। ଅଭିମନ୍ୟୁ ରଥ ଚକକୁ ଏଭଳିରେ ଯୁଦ୍ଧଭୂମିରେ ବୁଲାଇଲେ ଯେ ସେ ନିଜ ମାତୃ ବାସୁଦେବଙ୍କ ଠାରୁ ବି ଭୟଙ୍କର ଦେଖାଗଲେ। ଏହା ଦେଖି ଅଶ୍ୱତ୍ଥାମା ଭୟରେ ରଥରୁ ଡେଇଁ ପଡ଼ିଲେ। ମାତ୍ର ଅଭିମନ୍ୟୁ ସେହି ଚକ୍ରର ସହାୟତାରେ ଚକ୍ରବ୍ୟୂହକୁ ଧୂଳିସାତ୍ କରିଦେଲେ। କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର। ହଠାତ୍ କେଉଁଠୁ ଆସି ଦୁଃଶାସନର ପୁତ୍ର ଅଭିମନ୍ୟୁଙ୍କ ପଛରୁ ଗଦାରେ ପ୍ରହାର କଲା। ଅଭିମନ୍ୟୁ ତଳେ ପଡ଼ିଯିବା ସମୟରେ ସପ୍ତରଥୀ ଏକତ୍ର ହୋଇ ଗଦା ପ୍ରହାର କଲେ। ଅଭିମନ୍ୟୁ କ୍ଳାନ୍ତ ହୋଇପଡ଼ି ଯଦିଓ ଅକ୍ଳାନ୍ତ ଚେଷ୍ଟା କରୁଥିଲେ, ତଥାପି ଯୁଦ୍ଧଭୂମିରୁ ଉଠିପାରିଲେ ନାହିଁ। ଅନ୍ୟାୟ ଭାବରେ ସପ୍ତରଥୀମାନେ ମିଳିତ ହୋଇ ପ୍ରହାର ଉପରେ ପ୍ରହାର କରିବାକୁ ଲାଗିଲେ। କେଇ ସମୟ ମଧ୍ୟରେ ଅଭିମନ୍ୟୁର ପ୍ରାଣବାୟୁ ଉଡ଼ିଗଲା। ହସ୍ତୀ ପଦ୍ମବନକୁ ଦଳନ କରି ବହୁବିଧଙ୍କ ଶରରେ ନିହତ ହେବା ପରି ଅଭିମନ୍ୟୁ ବଧ ହେଲେ। ପାଣ୍ଡବମାନେ ଏହା ଶୁଣିବା ପରେ ସେମାନଙ୍କ ପରିବାରରେ ଶୋକର ଛାୟା ଖେଳିଗଲା। ସିନା ଆକାଶରେ ପୂର୍ଣ୍ଣଚନ୍ଦ୍ର ବିକଶିତ ପରି ସୁଭଦ୍ରା ନନ୍ଦନଙ୍କର ବୀରତ୍ୱ, ଅସାଧାରଣ ପରାକାଷ୍ଠା, ଅତୁଳନୀୟ ଶକ୍ତି ତାଙ୍କୁ ଅମର କରି ରଖିଲା। ଅଭିମନ୍ୟୁ ସିନା ମୃତ୍ୟୁବରଣ କଲେ, ଏଇଠୁ ଜୟଦ୍ରଥ ବଧର